ପିଲାମାନେ ନାଲକୋ ତରଫରୁ ତୁମର ବର୍ତ୍ତମାନ ସମୟରେ ବହୁତ ସାରା ଭେକେନ୍ସି ଆସୁଛି। ତ କୋଉ କୋଉ ଭେକେନ୍ସି ଆସିଛି, କୋଉମାନେ ଆବେଦନ କରିପାରିବେ, ମୁଁ ସବୁ କିଛି କହିବି। ପ୍ରଥମେ ଦେଖ, ଏଠି ତମର ଯୋଉ ନାଲକୋ ତରଫରୁ ଆସୁଛି, ଏଟା ତୁମର ଭୁବନେଶ୍ୱର ମାନେ ତୁମର ରହୁଛି ଓଡ଼ିଶାରେ ହିଁ ପୋଷ୍ଟିଂ ରହିବ, କୌଣସି ବାହାର ଜାଗାରେ ତୁମର ପୋଷ୍ଟିଂ ନାହିଁ। କଣ କଣ ଭେକେନ୍ସି ଆସିଛି ଆଗେ ଦେଖିଦବା, ତାପରେ କେମିତି କଣ ଆବେଦନ କରିବ, କ୍ୱାଲିଫିକେସନ କଣ ରହିବ, ସବୁ କିଛି ଆମେ ଡିସ୍କସନ କରିବା। ପ୍ରଥମେ ଦେଖ, ଅପରେଟର ଭେକେନ୍ସି ଆସିଛି, ଯୋଉଠି ତମେ ଯଦି 10th with ITI ଥିବ, କିନ୍ତୁ ଏଠି ତମର 2 ବର୍ଷର ୱାର୍କ ଏକ୍ସପିରିଏନ୍ସ ତମର ମାଗିଛି। ସେମିତି ମାଇନିଂ ଯୋଉ ରହିଛି ମେଟ୍, ଏଠି ମଧ୍ୟ ତମର ଦେଖ ବହୁତ ସାରା ଭେକେନ୍ସି 29,500 ରୁ 70,000, ଏଠି ବି ତମର 2 ବର୍ଷର ଭେକେନ୍ସି ମାଗିଛି। ତୁମେ କହିବ ସାର୍ କଣ ସବୁ ଗୁଡା କଣ ଏକ୍ସପିରିଏନ୍ସ ମାଗିଛି, କଣ ଫ୍ରେସର ମାନଙ୍କ ପାଇଁ ନାହିଁ? ଫ୍ରେସର ମାନଙ୍କ ପାଇଁ ବି ପିଲାମାନେ ବହୁତ ରହିଛି। ପୁଣି ଦେଖ, ଗୋଟେ ଅପରେଟର ଭେକେନ୍ସି ଆସିଛି, ଏଠି ତମର 10th with ITI ତମର ଏଠି ମାଗିଛି। ଏଠି ତମର କୌଣସି ପ୍ରକାର ମାନେ ଏକ୍ସପିରିଏନ୍ସ ଦରକାର ନାହିଁ। ତୁମର ଯଦି ତୁମର ଜଣେ ଫ୍ରେସର କ୍ୟାଣ୍ଡିଡେଟ୍ ତାହେଲେ ମଧ୍ୟ ଆବେଦନ ଏଠି କରିପାରିବ। ତାପରେ ଦେଖ, ଫିଟର ପାଇଁ ମଧ୍ୟ ତମର ଭେକେନ୍ସି ଆସିଛି। ଏଠି ମଧ୍ୟ ତମେ ଯଦି 10th ITI କରିଛ, ଏଠି ତମେ ମାନେ କୌଣସି ପ୍ରକାର ଏକ୍ସପିରିଏନ୍ସ ନାହିଁ, ତମେ ମାନେ ଏଠି ଆବେଦନ କରିପାରିବ। ତାପରେ ଦେଖ, ତମର ଆସିଲା ଇଲେକ୍ଟ୍ରିକାଲ। ଏଠି ବି ତମେ ଯଦି 10th ଆଉ ITI କରିଛ, ଏଠି ମଧ୍ୟ ବହୁତ ସାରା ଭେକେନ୍ସି, ଏଠି ମଧ୍ୟ କୌଣସି ପ୍ରକାର ଏକ୍ସପିରିଏନ୍ସ ତମର ଦରକାର ନାହିଁ। ତାପରେ ହେଲା ତାର ଲ୍ୟାବୋରେଟୋରୀ ଯୋଉ ରହିଛି, ଲ୍ୟାବୋରେଟୋରୀରେ ସେଠି ମଧ୍ୟ ଯୋଉ ମାନେ ବିଭିନ୍ନ ପ୍ରକାର ଭେକେନ୍ସି ତମର ଆସିଛି। ଏଠି କୋଉମାନେ କରିପାରିବେ, ଯଦି ତମେ ଡିଗ୍ରୀ କରିଛ ଏବଂ କୋଉ ଅନର୍ସ ନା କେମିଷ୍ଟ୍ରି ଅନର୍ସରେ ତମେ ଅଛ, ତାହେଲେ ତମ ଲ୍ୟାବୋରେଟୋରୀ ଯୋଉ ରହିଛି ସେଠି ତମେ ଯାଇକି ଆବେଦନ କରିପାରିବ। ଏବଂ ଏଠି ମଧ୍ୟ କୌଣସି ପ୍ରକାର ଏକ୍ସପିରିଏନ୍ସ ସେଠି ଦରକାର ନାହିଁ। ତା ସହିତ ଆଉ ଲକ୍ଷ୍ୟ କର, ତମର କଣ ରହିଛି, ମେକାନିକ ଯୋଉ ରହିଛି, ଏଠି ମଧ୍ୟ ତମେ 10th ଆଉ ITI ଯୋଉ ରହିଛି, ତମେ ଯଦି ଅଛି ତମେ କରିପାରିବ। ଏଠି ମଧ୍ୟ କୌଣସି ପ୍ରକାର ଏକ୍ସପିରିଏନ୍ସ ତମର ମାଗି ନାହିଁ। ବାକି ଯୋଉ ଜବ୍ ଗୁଡିକ ରହୁଛି, ଏଗୁଡିକ ସବୁ ମିନିମମ୍ 2 ବର୍ଷର ଏକ୍ସପିରିଏନ୍ସ ମାଗୁଛି। ତ କ୍ୱାଲିଫିକେସନ କଣ ରହିବ, ତା ସହିତ ତମର ଏଗୁଡା ତ ମୁଁ କହିଲି, ବୟସ କଣ ରହିବ। এইটা କହିବା ପୂର୍ବରୁ ଗୋଟେ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ପିଲାମାନେ ମୁଁ ଦବା ପାଇଁ ଚାହୁଁଛି। তুমি ଅଳ୍ପ ଦିନ ଭିତରେ ତମର PO, ଜୁନିୟର ଆସିଷ୍ଟାଣ୍ଟ, ଏଇଭଳି ବହୁତ ସାରା ଭେକେନ୍ସି ଆସିବା ପାଇଁ ଯାଉଛି। ଏଇଠି ଗୋଟେ କଥା ମନେ ରଖିଥାଅ, ଯଦି ତମର ଏଇ ଯୋଉ RI ଅମିନର ଫ୍ରିରେ ମକ୍ ଟେଷ୍ଟ ଦରକାର, ପୁରା ଫ୍ରି, ଓଡ଼ିଶାରେ ପ୍ରଥମ ଥର ପାଇଁ ଆମେ ତୁମମାନଙ୍କ ପାଇଁ ପୁରା କମ୍ପ୍ଲିଟଲି ଫ୍ରି ମକ୍ ଟେଷ୍ଟ ନେଇ ଆସିଛୁ। ଯଦି ପିଲାମାନେ ତମର ଏଥର RI ଅମିନ ଚାକିରି ଦବା ପାଇଁ ଇଚ୍ଛା ଅଛି ବା ତୁମେ ଆବେଦନ କରିଛ ଏବଂ ତମକୁ ଗୋଟେ କମ୍ପ୍ଲିଟଲି ଫ୍ରି ମକ୍ ଟେଷ୍ଟ ଦରକାର, ଦେଖ ଗୋଟେ ନୁହେଁ ଦୁଇଟା ନୁହେଁ, ପାଞ୍ଚଟା ଫ୍ରି ମକ୍ ଟେଷ୍ଟ ପିଲାମାନେ ତମମାନଙ୍କ ପାଇଁ ଅଛି। ମକ୍ ଟେଷ୍ଟ 1, 2, 3, 4। ସବୁଠୁ ବଡ କଥା ହେଲା, ଏଟା କମ୍ପ୍ଲିଟଲି ପିଲାମାନେ ଫ୍ରି, କମ୍ପ୍ଲିଟଲି ଫ୍ରି ଏବଂ ପୁରା TCS ପ୍ୟାଟର୍ନରେ ହିଁ ଆମେ ତୁମମାନଙ୍କ ପାଇଁ ମକ୍ ଟେଷ୍ଟ ଆଣିଛୁ। ଯୋଉ ପିଲାମାନେ ବି ଦବା ପାଇଁ ଚାହୁଁଛ, ସେମାନେ ଭିଡିଓ ଡେସ୍କ୍ରିପସନକୁ ଯାଅ, ନହେଲେ କମେଣ୍ଟ ସେକ୍ସନରେ ମୁଁ ତୁମ ପାଇଁ ଲିଙ୍କ ଦେଇଦେବି, ତମେ ମାନେ ଯାଇକି ଏଠୁ କରିପାରିବ। ପ୍ରଥମ କଥା। ଦ୍ୱିତୀୟ କଥା ହେଲା ପିଲାମାନେ, ଆମର ନୂଆ ବେଚ୍, ଯେମିତି ତମର RI ଅମିନ, ଏଇ ସବୁ ପାଇଁ ଆମର ନୂଆ ବେଚ୍ ଗୁଡିକ ଆସନ୍ତା କାଲି, ମାନେ ତମର ହଉଛି PO ହେଇଗଲା, ତା ସହିତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଯେତେ ବି ଅପକମିଂ ଭେକେନ୍ସି ରହୁଛି, ତମର ଓଡ଼ିଶା ହାଇସ୍କୁଲ ନନ୍ ଟିଚିଂ ଷ୍ଟାଫ ହେଇଗଲା, ସବୁଗୁଡା ପାଇଁ ଆସନ୍ତା କାଲି ପାଖରୁ ଆମର ନୂଆ ବେଚ୍ ଆରମ୍ଭ ହବା ପାଇଁ ଯାଉଛି। ତେଣୁ ତମେ ଯଦି ଚାହୁଁଛ, ତମେ ମାନେ ଏନରୋଲ କରିପାରିବ। ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି, ସେଠୁ ଯାଇକି କରିପାରିବ। ତ ଏଠି ବର୍ତ୍ତମାନ ଲକ୍ଷ୍ୟ କର ଯେ ଏଠି ତୁମର କ୍ୱାଲିଫିକେସନ କଣ ଥିବା ଦରକାର, ସରି ଆମର ଏଜ କ୍ରାଇଟେରିଆ, କାରଣ କ୍ୱାଲିଫିକେସନ ତ ଅଲରେଡି ତୁମକୁ ମୁଁ କହିଦେଲି। ଏଠି ତମର ଗୋଟେ ଟେଷ୍ଟ ହବ, ଗୋଟେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ହବ। ଏଠି ତମେ ଯଦି ସେ ଟେଷ୍ଟରେ କ୍ଲିୟର କରୁଛ, ତାହେଲେ ତମକୁ ଏଠି ଡାଇରେକ୍ଟ ଚାକିରି ମିଳିବ। ତା ସହିତ ଏଠି ପୁରା କମ୍ପ୍ଲିଟ ପିଲାମାନେ ରହୁଛି। ମୁଁ ଏହାକୁ ମୋର ଟେଲିଗ୍ରାମ ଗ୍ରୁପରେ, ଯାହାର ଲିଙ୍କ ତମେ ଭିଡିଓ ଡେସ୍କ୍ରିପସନରେ ପାଇଯିବ, ସେଠି ତମକୁ ମିଳୁଛି। ତମେ ମାନେ ଯାଇକି ଏଠି କମ୍ପ୍ଲିଟଲି ଚେକ୍ କରିପାରିବ ଯେ ତମେ କେମିତି କଣ ଆବେଦନ କରିବ। ଏବଂ 10 ଜୁନ ପୂର୍ବରୁ ତମକୁ ଏଠି ଆବେଦନ କରିବା ପାଇଁ ପଡିବ। ତେଣୁ ଯୋଉମାନେ ବି ଆବେଦନ କରିବା ପାଇଁ ଚାହୁଁଛନ୍ତି, 10 ଜୁନ ପୂର୍ବରୁ ଯାଇକି ଆବେଦନ କରିପାରିବେ। ହେଲା, ଏଠି ଦେଖ ତମର ଅଛି ପୁରା କମ୍ପ୍ଲିଟଲି ଯୋଉ ନୋଟିସଟି ରହିଛି, ଏଟା ତୁମ ସାମ୍ନାରେ ଅଛି, ତୁମ ମାନେ ୟାକୁ ଚେକ୍ କରିପାରିବ। 21 ମେ ପାଖରୁ ତମର ଆବେଦନ ଷ୍ଟାର୍ଟ ହେଇଛି, ମାନେ ହଉଛି ଆଗାମୀ 21 ମେ ପାଖରୁ 10 ଜୁନ ପର୍ଯ୍ୟନ୍ତ ତମର ଏଠି ଆବେଦନ ଚାଲିବ। ତା ସହିତ ତୁମେ ଫଟୋ, ତମର ଯୋଉ ରହିଛି କେତେ କେବି ଭିତରେ ତୁମେ ଫଟୋ ଅପଲୋଡ କରିବ, ସବୁ କିଛି ପିଲାମାନେ ଡିଟେଲ୍ସ ଏଠି ତମର ନୋଟିସରେ ମେନସନ ଅଛି। କେମିତି ଆବେଦନ କରିବ ମୁଁ ସେଟା ବି ତମକୁ କହିବି, କିନ୍ତୁ ପ୍ରଥମେ ତୁମେ ମାନେ ଯେକୌଣସି ବି ଜବ୍ ତୁମେ କରୁଛ, ପ୍ରଥମେ ତୁମେ ଆଗେ ଦେଖ ଏକ୍ସାମ ସେଣ୍ଟର ଯୋଉ ରହିଛି ଓଡ଼ିଶାର କୋଉଠି କୋଉଠି ଦେଖ ହବ, ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ୱର, କଟକ, ଜୟପୁର, କୋରାପୁଟ, ରାଉରକେଲା, ସମ୍ବଲପୁର, ଏଇ ସବୁ ଜାଗାରେ ତୁମର ଏଠି ଏକ୍ସାମ ସେଣ୍ଟର ଗୁଡିକ ରହୁଛି। ତ ଆବେଦନ କେମିତି କରିବ, ଆବେଦନ କରିବା ପାଇଁ ଏଠି ଲକ୍ଷ୍ୟ କର, ତମର ଗୋଟେ ଅଫିସିଆଲ ସାଇଟ୍ ମୁଁ ତୁମକୁ ଦେଖେଇ ଦଉଛି। ଏଟା ହଉଛି ତମର ନାଲକୋର ଅଫିସିଆଲ ସାଇଟ୍। ଏଠି ଯେତେବେଳେ ତୁମେ ଦେଖ, ଡାହାଣ ସାଇଡରେ ଗୋଟେ ମେନୁ ଅପସନ ଅଛି, ତୁମେ ଏଠିକି ଯାଅ, କ୍ୟାରିୟର ସେକ୍ସନ କୁ ଆସ। ଦେଖ ଗୋଟେ ଅଛି କ୍ୟାରିୟର ନାଲକୋ, ଆ ଉପରେ କ୍ଲିକ କଲା ପରେ ସିଏ ତୁମକୁ କହିବ ଯେ ୟେସ୍ ପ୍ରୋସିଡ ଉପରେ କ୍ଲିକ କରିବ, ଆକୁ ତୁମେ କ୍ଲୋଜ କରିଦିଅ।
एठी तुम नोटिस टी को डाउनलोड करि परिबो। एठी देखो गोटे अप्लाई नाउ रो ऑप्शन अछि, तुम ता ऊपर क्लिक करो। सी तुमको ईमेल आईडी पासवर्ड दवा पई कहिछि, किंतु तुम जदि प्रथम थर पई एठी करूछ ताले प्रथमे तुमरो फुल नेम, आधार कार्ड नंबर, डेट ऑफ बर्थ, तुमर पासवर्ड ए सब को तुमको दवा पई पड़ी कि तुमको गोटे यूजर आईडी क्रिएट करिया पई पड़िबो। यूजर आईडी क्रिएट कर साला परे तुमे माने कोन करिवो, जो यूजर आईडी पासवर्ड तुमे देलो ताकू एठी करिकि तुमे कैप्चा कोड करिकि लॉगिन करि परिबो। तो जदि तुम मानकर गोटे अछि जे सर आपण गोटे स्टेप बाय स्टेप वीडियो करंतु, तेबे कमेंट सेक्शन ले लिखि दियो फुल वीडियो। जदि पाखापाखि 100 प्लस पिलांकर एठी आसिला जे सर फुल वीडियो दरकार, ताहाले निश्चय रूपरे मु एहा उपरे गोटे कंप्लीट वीडियो नै आसीबी। कारण बहुत सारा पिला आवेदन करि पारंतिनी, भूल भाल आवेदन करंती, सेति पई मु यहाँ ऊपर गोटे कंप्लीट वीडियो नै आसीबी। ता सहित तुमरो अप्लाई फी केते कोन रहिबो ताहा मध्ये एठी पिला माने कंप्लीटली लेखा जाईची जे अप्लाई फी तुमरो केते रहिबो, एसटीएससी पिलांक पई केते रहिबो, बाकी अलगा पिलांक पई केते कोन रहिबो, सब किछि तुमरो एठी रहिची। बयस सहित कंप्लीट इन्फॉर्मेशन तुमरो एठी रहिची। एवं जो मानकु डायरेक्ट अप्लाई लिंक दरकार सेमाने को मध्य मु मो टेलीग्राम ग्रुप रे एहारो डायरेक्ट अप्लाई लिंक देई देबी, तुमे माने जाई कि सेटू अप्लाई करि परिबो। तो एटा गोटे पिला माने बहुत भलो सुजोग ओडिसा रे आसीची। एवं सबटु भलो कथा हला दरमा मध्य एठी बहुत भलो रहउची। एवं ताटु बड़ कथा हला पोस्टिंग तमर एठी ओडिसा रे रहउची। कारण प्राय ए जो वैकेंसी गुडी को आसे एठी प्राय नालको तरफ एक्सपीरियंस लोकन पई आसे, किंतु प्रथम तरफ पई तमरो फ्रेशर कैंडिडेट को पई मध्य बहुत सारा वैकेंसी आसीची। तेनु एई सुजोग को जमा भी हाथ छडा करनी। जदि तुमको कंप्लीट अप्लाई वीडियो दरकार ताले लेखि दियो कंप्लीट वीडियो, मु निश्चय रूप रे परवर्ती वीडियो रे करि देबी। एवं जदि तुमरो आगामी दिन रे आरआई अमीनर एग्जाम रहउची एवं तुम मानको गोटे फ्री रे मॉक टेस्ट दरकार, ताहाले मु मध्य वीडियो डिस्क्रिप्शन ले तुमको देई देबी। तुम माने फ्री रे जाई कि मॉक टेस्ट देई परिबो। तो आशा करूची तुम मानको वीडियो टी निश्चय रूप रे भल लागिथिबो। रोहिल नमस्कार, जय जगन्नाथ।